କେମିତି କଟିବ ଆଜିର ଦିନ? ଜୁଲାଇ 24 ତାରିଖ ଗୁରୁବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ଚାଲନ୍ତୁ ପ୍ରଥମେ ଦେଖିବା ମେଷ ରାଶି। ସବୁ କ୍ଷେତ୍ରରେ ଶୁଭ ହେବ। ଅଟକିଥିବା କାର୍ଯ୍ୟର ସମାପ୍ତ ଘଟିବ। ଦୁର୍ଜନଙ୍କ ଠାରେ ଦୂରେଇ ରହିଲେ ଭଲ। ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ। ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ। ସେହିଭଳି ଦେଖିବା ବୃଷ ରାଶି। ମନରେ ଶତ୍ରୁମାନଙ୍କ ପ୍ରତି ଭୟଭାବ ରହିବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଅତ୍ୟଧିକ କ୍ରୋଧରେ ଦୂରେଇ ରୁହନ୍ତୁ। ଜୀବନ ଅସଙ୍ଗଠିତ ହେବ। ବ୍ୟବସାୟରେ ଲାଭ ଯୋଗ ରହିଛି। ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ସେଇଭଳି ଦେଖିବା ମିଥୁନ ରାଶି। କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ସ୍ୱାସ୍ଥ୍ୟଗତ ସମସ୍ୟା କିଛି ଦେଖାଦେଇପାରେ। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଂକୋଚରେ ରହିବେ। ସେଇଭଳି ଦେଖିବା କର୍କଟ ରାଶି। ଦିନଟି ବିବାଦ ଦେଇ ଗତି କଲେ ମଧ୍ୟ ଆର୍ଥିକ ଲାଭ ହେବ। ଭ୍ରମଣର ଯୋଗ ରହିବ। କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବାର ସୁଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ। ସେଇଭଳି ଦେଖିବା ସିଂହ ରାଶି। ଦିନଟି ଉତ୍ତମ ଫଳ ଦେବ। କାର୍ଯ୍ୟକ୍ଷେତ୍ରରେ ଉତ୍ପନ୍ନ ହେବ। ବାହ୍ୟସ୍ଥାନର ମାନ ସମ୍ମାନ ମିଳିବ। ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ହେଲେ ଆର୍ଥିକ ସମସ୍ୟା ଦେଖାଦେବ। ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ। ସେହିଭଳି ଦେଖିବା କନ୍ୟା ରାଶି। କାର୍ଯ୍ୟକ୍ଷେତ୍ରରେ ନୂତନ କର୍ମସଂସ୍ଥାନ ପ୍ରାପ୍ତ ହେବ। ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଚାକିରିର ପଦୋନ୍ନତି ହୋଇପାରେ। ଗୃହରେ ବା ସାମାନ୍ୟ ବିବାଦ ଉପୁଜିବ। ବ୍ୟବସାୟୀରେ ପରିଶ୍ରମ ସାମାନ୍ୟ ଅଧିକ ରହିବ। ବିଦ୍ୟାର୍ଥୀମାନେ ଅମନୋଯୋଗୀ ହେବେ। ସେହିଭଳି ଦେଖିବା ତୁଳା ରାଶି। ତୁଳା ରାଶି ପାଇଁ ଘାତଚନ୍ଦ୍ର। ବ୍ୟବସାୟରେ କ୍ଷତି ହୋଇପାରେ। ଦୂର ସ୍ଥାନକୁ ଭ୍ରମଣ କରନ୍ତୁ ନାହିଁ। ଆପଣଙ୍କର ମନ ଅଶାନ୍ତ ରହିପାରେ। କିଛି କଥାକୁ ନେଇ ଆଶାବାଦୀ ହୋଇ ରହିବେ। ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିବ୍ରତକୁ ଦୂରେଇ ରୁହନ୍ତୁ। ସେହିଭଳି ଦେଖିବା ବିଛା ରାଶି। ଚିନ୍ତାଗ୍ରସ୍ତ ହେବେ। ନୂତନ ଦ୍ରବ୍ୟ କିମ୍ବା ବସ୍ତୁ କ୍ରୟ କରିବେ ଓ ସବୁ କାର୍ଯ୍ୟରେ ସାମ୍ପାଦିକ କରିବେ। ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ। ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ। ସେହିଭଳି ଦେଖିବା ଧନୁ ରାଶି। ରାଶିକୁ ଶ୍ରୀଚନ୍ଦ୍ର ଯୋଗ ରହିଛି। ବିଶେଷ ଭାବରେ ବିଭିନ୍ନ ଋତୁରୁ ଆୟର ଯୋଗ ରହିଛି। ଭ୍ରମଣ ଯାତ୍ରା ଶୁଭ ହେବ। ପୂର୍ବ କର୍ମର ଫଳ ଆପଣଙ୍କୁ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। କିଛି ନୂଆ କରିବାକୁ ପ୍ରେରଣା ମିଳିବ। ସେହିଭଳି ଦେଖିବା ମକର ରାଶି। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମନରେ ବିଷାକ୍ତ ସୃଷ୍ଟି ହେବ, ଯାହା ଆପଣଙ୍କୁ ଭଗବାନଙ୍କ ଉପରେ ଥିବା ଆସ୍ଥାକୁ ବୃଦ୍ଧି କରିବ। ମାଲି ମକଦ୍ଦମା ଆପଣଙ୍କ ସପକ୍ଷ ରହିବ। ପରିବାରକୁ ନେଇ ମାନସିକ ଚିନ୍ତା ବଢ଼ିବ। ସେହିଭଳି ଦେଖିବା କୁମ୍ଭ ରାଶି। ଶରୀରରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେବ। ଯଶ ହାନି ହେବାର ଅନେକ ସମ୍ଭାବନା ରହିଛି। ଅନୁକୂଳ ପରିସ୍ଥିତିରେ ଯାତ୍ରା ଆରମ୍ଭ କରନ୍ତୁ। ଅଯଥା ଯୁକ୍ତି କରନ୍ତୁ ନାହିଁ। ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ। ସେହିଭଳି ଦେଖିବା ମୀନ ରାଶି ବା ଶେଷ ରାଶି। ନୂତନ ଦ୍ରବ୍ୟ କ୍ରୟ କରିବେ। ଗୃହକୁ ବନ୍ଧୁଙ୍କ ଆଗମନ ହେବ। ସର୍ବ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ବ୍ୟବସାୟରେ ଲାଭ ଅଧିକ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତ ହୋଇପାରେ। ପରିବାରରେ ଆପଣଙ୍କ ଯୋଗ ଖୁସି ଆସିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ବେଲ୍ ଆଇକନ୍